ଅଣ୍ଡା ମାନେ ଏଣ୍ଡୁ ଅଣ୍ଡା ଏଟା ନୀଳ ପୁଇ ହଁ ନୀଳ। ହ୍ୟାଲୋ ଗାଇଜ ୱେଲକମ୍ ଟୁ ମାଇ ନ୍ୟୁ ବ୍ଲଗ। ମୁଁ ଆସିଛି ଆପଣମାନଙ୍କ ପାଇଁ ନୂଆ ବ୍ଲଗ ନେଇକି। ଦେଖନ୍ତୁ ଆମେ ଏବେ ମାନେ ଶୋଇକି ଉଠିଲୁଣି 8ଟା ବାଜିଲାଣି। ମୁଁ ଶୋଇକି ଉଠିଲିଣି, ଅନାଦି ଏପର୍ଯ୍ୟନ୍ତ ଉଠିନି। ନହେଲେ ମୁଁ ଯାଇକି ପୁରା ମୁହଁ ଫୋନ ଧୋଇ ଫ୍ରେସ୍ ଫ୍ରେସ୍ ହେଇ ପଳେଇ ଆଇଲି। ଆସି ଟିକେ ପାଣି, ଆମର ସବୁବେଳେ ପାଣି ରଖୁଛ ନା, ପାଣି ଟିକେ ପିଇଦେଲୁ। ପିଇ ସାରିଲା ପରେ ଏବେ ଯିବୁ ଟିକେ ଦେଖିବା ଲାଟ୍ରିନ୍ ଫାଟ୍ରିନ୍ ଯାଇ ସେପଟ ରୁମ୍ରେ ମତେ କହିଥିଲେ ତୁ 5ଟା 50ରେ ଫୋନ୍ କରିବା ପାଇଁ, ସରି 6ଟା 50ରେ ଫୋନ୍ କରିବା ପାଇଁ। ମୁଁ କହିଲି ଫୋନ୍ କଲେ ପୁଣି ଯିଏ ଆଉ ଉଠିକି ଫୋନ୍ କଲି ନା। ଫୋନ୍ କରିବ କଣ, ଫୋନ୍ ଉଠି ରୋଷେଇ କରେ। ମୁଁ ଆଉ ଫୋନ୍ କଲି ନା, ଫୋନ୍ ଶୋଇ ପଇଲି। ତାପରେ ମୋବାଇଲରେ ତ ରିଚାର୍ଜ ନଥିଲା, ରିଚାର୍ଜ ଏବେ କଲି। ରିଚାର୍ଜ କଲି ଟିକେ ଆମର ସେଇ ଖଟୁ ସାମନ୍ତିକା ଟିକେ ଭିଡ଼ିଓ ଦେଖିକି ରଖୁଥିଲି, ମାନେ ହେଲେ ନଥିଲି। ସେ କହିଲା ନା 19 ଟଙ୍କା ମାଗିଲା। ମୁଁ ଆଉ 19 ଟଙ୍କା ରିଚାର୍ଜ ଏବେ କଲି 3000 ଟଙ୍କା, ପୁଣି 19 ଟଙ୍କା ତାକୁ ରଖିବି ଆଉ ରଖିଲି ନା। ତାକୁ ରଖିଲି ନା। ତାପରେ ଡାଉନଲୋଡ୍ ସେ ଗୀତଟା କରିଦେଲି, ଭଲ ଲାଗିଲା ଗୀତଟା। ଆଉ ସକାଳୁ ସକାଳୁ ଶୁଣିବା ପାଇଁ ତାକୁ ଗୋଟେ, ଆଉ ରାଧା ଭଜନ ଗୋଟେ, ଜଗନ୍ନାଥ ଭଜନ ଗୋଟେ, ଆଉ ଡାଉନଲୋଡ୍ କରିଦେଲି। ଡାଉନଲୋଡ୍ କରି ଶୁଣିବା ସବୁବେଳେ ସକାଳୁ ସକାଳୁ। ଆଉ ଉଠିବା ସକାଳୁ ଉଠିବା ପାଇଁ 7ଟା 40 ହେଲାଣି। ଉଠିନି, ଉଠିକି ମୋବାଇଲ ଭିତରେ ମାରୁଛି। ମୁଁ ଏବେ ଉଠିକି ଭିଡ଼ିଓଟା ବନେଇଦେବା। ବ୍ରସ୍ କରି ପୁଣି ଡ୍ୟୁଟି ପାଇଁ ତૈୟାର ହବା। ଆଜି ବୁଧବାର, ଆଜି ମଙ୍ଗଳବାର। ହେଲେ କାଲି ବୁଧବାର, କାଲି ଯାଇକି ଆମର ଯୋଉ ଶେଉଳ ମାଛ କଣ୍ଟା ହେଇଥିଲା, ଶେଉଳ କଉ ସେ ଟିକେ ରୋଷେଇ ହବ। ସେ ରୋଷେଇ ତାକୁ ଧରିକି ରଖିଛି ଏତେ କଷ୍ଟରେ। ସେପଟ ପାଣି ଶୁଖିଥିଲା, ପୁଣି ଗଡିଆ ପୁଣି ଫୁଲ ହେଇଗଲା। ପାଣି ଫାଣି ଶୁଖିନି, ମାଛ ଧରିବା ପାଇଁ ଗୋଟେ ଯୋଉ ଫିସ୍ ସେଇଟା ଆଣିକି ଧରିବା ପାଇଁ। ସେଟା ଦେଖି ଆଣିକି କେବେ ଧରିବା, ନହେଲେ ଅସନା ଗାଁରୁ ଆଉଛି। ତାକୁ କହିଲେ ଅସନା ନେଇକି ଆସିବ ଗାଁରୁ। ଆଣିବ ଏଠି ଫିସ୍ ଟେ ପକେଇ ଧରିବା, ଜାଲ ଆଣି ପକେଇ ଧରିବା। ଆମେ ତ ଓଡିଶା ପିଲା ଭାଇ, ମାଛ ଧରିବା ଉପରେ ଏକ୍ସପର୍ଟ କରିଥିବୁ ହେଲା। ଆଉ ଓଡିଶା ଆଉ ବିହାର ପିଲା ମାଛ ଧରିବାରେ ଏକ୍ସପର୍ଟ। ମାଛ ଓଡିଆ ବିହାର ମାଛ ଧରିବାରେ କାମ କରିବାରେ ମାନୁଆ। ତାପରେ ପୁଣି ଏବେ ଯିବୁ ଯାଇକି ଦାଢି ଟିକେ ବଢିଆ, କାଲି ଦାଢିଟେ ୟାକୁ ପୁରା ଛୋଟ କରିଦବା। ପଛ ତ ମୁଁ ଚୁଟି ପୁରା ଛାଡିଛି, ପଛରେ କଣ ମୁଡି ମାଡି ହେଇଯାଉଛି। ଏଇଭଳିଆ। ତାପରେ ଏବେ ଟିକେ ମୁଣ୍ଡ ଫୁଣ୍ଡ କୁଣ୍ଡେଇ ଦବା। ମୁଣ୍ଡ କୁଣ୍ଡା ଅଛି, କାହିଁ କୁଣ୍ଡେଇବା। କୁଣ୍ଡେଇ ସାରିଲା ପରେ ଗୋଟେ ମାରିଦବା ଟିକେ ପାନିଆ ନା କଣ, ହିରୋ ଦେଖାଯାଏ, ହିରୋ। ପାନିଆ ମାରିଦେଲି। ମାରି ସାରିଲା ପରେ ଆମର ଯୋଉ ଇଏ ନା, ତାପରେ ମୁଁ ଗୋଟେ ଫୋନ୍ ପାନ୍ କାର୍ଡ ବନେଇବି ଗୋଟେ ମୋର। ପାନ୍ କାର୍ଡ ବନେଇବା। ବନେଇ ସାରିକି ମୁଁ ଟିକେ ଆଉ 28 ସବସ୍କ୍ରାଇବର ହେଇଗଲେଣି। ମାନେ ଏଠି ସାହାଯ୍ୟ ମାନେ ହେଲ୍ପ କରନ୍ତୁ, ସବସ୍କ୍ରାଇବ ଆଗକୁ ବଢୁ। ଅଛି ଆମର କ୍ୟାଣ୍ଟିନରେ ବି ରୋଷେଇ ଆରମ୍ଭ ହେଇଗଲାଣି, ସେଥିରେ ଖାଇବା ପାଇଁ ସବୁ। ଆମେ ବି ଆମର ତ ରୋଷେଇ ଏପଟେ କରୁଛୁ ନା, ଆମେ କ୍ୟାଣ୍ଟିନ କଣ କରିବୁ। ସେ କ୍ୟାଣ୍ଟିନ ନେଇ ଯିବା ନା, ସେଟା ଆମେ କ୍ୟାଣ୍ଟିନରେ ରୋଷେଇ କରି ଖାଇବୁ। ଆମେ ଆମ ଇଏ ରୁମ ହାଣ୍ଡିକାଫ୍ ପଡିଛି, ରୋଷେଇ କିଛି ହଉନି। ସେ ରୁମରେ ରୋଷେଇ ହବ, ସେ ରୁମରେ ଖିଆ ହବ। ଇଏ ରୁମରେ ଖାଲି ଆମେ ଶୋଇବୁ ଟିକେ। ଶୋଇପଡିକି କମ୍ବଳ ଫମ୍ବଳ ପଡିଛି, ତାପରେ ଉଠିବା, ନହେଲେ କମ୍ବଳ ଟେ ଭିତରେ ଟିକେ ପଶିଯିବା, ତାପରେ କୋଉ ଭଳିଆ ଲାଗୁଛି ଦେଖିବା। କମ୍ବଳ ଭିତରେ ପଶିଯିବା ଟିକେ, ଆଉ ଟିକେ କମ୍ବଳ ଭିତରେ ପଶିଯିବା। କମ୍ବଳ ଭିତରେ ପଶିଗଲି। ଥଣ୍ଡା ବି ତ ସହଜେ ଛାଡୁନି, ଥଣ୍ଡା ବି ହଉଛି। ବିଲ୍ଡିଂ ଅନେଇଲା ବେଳକୁ ବିଲ୍ଡିଂ ଦେଖାଯାଉନି, ଏତେ ଜୋର କୁହୁଡି। ସେଟା ମୁଁ ଘର ଭିତରେ ଭିଡିଓ ସକାଳିଆ। ଆଉ ସେପଟ ରୁମ୍ ଗଲେ, ସେପଟ ରୁମ୍ ତ ବନା ହବ ଭିଡିଓ। ତାପରେ ମୋବାଇଲ କଭର ଟା କୋଉ ଭଳିଆ କଭର ମଗେଇଲେ, ମୋବାଇଲ କଭର ମଗେଇଲେ କୋଉ ଭଳିଆ ଭଲ ଲାଗିବ।
ମୁଁ ଯାଇଥିଲି କଭର ଆଣିବା ପାଇଁ 350 ଟଙ୍କା ପଳେଇ ଆଇଲି। କଭରଟା କଣ ହେଲା ଭଲ ଲାଗିଲା। ମତେ ପଚାରିଲୁ ମୁଁ ଟିକେ ଦଣ୍ଡ ମାରିଦେଲି, ଦଣ୍ଡ ମାରିକି ଉଠି ପଇଲି, ମୋ ଦେହ ହାତ ଦରଜ ଲାଗୁଥିଲା କାଲି ରାତିରେ ମାରୁଥିଲି ବହେ, ଆଜି ଟିକେ ମାରିଦେଲି, ପୁରା ଦେହ ହାତ ଦରଜ ପୁରା ହେଇଯାଇଛି। ଦେଖା ହବ ସେପଟ ରୁମ୍ ଗଲେ ଦେଖା ହବ। ଦେଖନ୍ତୁ ଆମର ଏବେ ଖାଇବା ପାଇଁ ବସି ଯାଇଛ, ଆଲନା ତାର ଖାଇବ ନା, ଆଉ ଅନାଦି ଆସୁଛନ୍ତି ଭାଇ, ଅନାଦି ତା ଦାନ୍ତ ବସି ବସି ଯାଉଛି ହେଲା, ମୁଁ ବାଡି ବଲି ସବୁ ରେଡି କରିଦେଇଛି, ସେଠି ପିକଲ ଥୁଆ ହେଇଛି ଆମର, ଅନାଦି ଆସିଲେ ଆମେ ଖାଇବୁ, ଏଇ ମା ଦେଇ ତାଙ୍କର ବସି ଖାଇଲେଣି ପୁରା। ଆଉ ଆମର ଦେଖିବ ତ ଏଇଟା କଣ କହିବ, କାଲି ଆମର ଥିଲା, କାଲି ଆମର କୋବି ଆଉ ଲଙ୍କା ଲଙ୍କା ଆଉ ଏଇଟା ଗିନା ସବୁ ରହିଥିଲା ରାତିରେ ବାସି ହେଇକି ହେଲା। ଥିଲା ଆମେ ଏବେ ଖାଇବୁ, ଖାଇସାରିଲା ପରେ ମାନେ ଏଇଟା ଦେଖନ୍ତୁ, ଆଉ ଏଇଟା ଯଦି କଣ ଆପଣ ଜାଣିଥିବେ କହିବ, ଇଏ ଆମର ନୀଳ ନୀଳ ଏଇଟା ନୀଳ ପୋଇ, ହଁ ନୀଳ କାଠ, ଇଏ ଦେଖିପାରୁଥିବେ ନୀଳ କାଠ, ଇଏ ଆମର ଛୋଟ ଅଣ୍ଡା ମାନେ ଏଣ୍ଡୁ ଅଣ୍ଡା ଖାଉଥିଲୁ, ଆଉ କଣ କରିବା। ମା ଦେ ମୋ କଥା ଶୁଣି ହସୁଛି, ଲୋକ ନା ଅନଉଛି, ଆଲୋନା ବଇଛି ଖାଇବ ନା, ଖାଇସାରିଲେ ଯିବ, ଆମେ ଖାଇବୁ, ଖାଇସାରିଲା ପରେ ଦେଖନ୍ତୁ ଇଏ ଆମର ଅଛି ବି, ଆମର ବିଟ୍ ଦେଖିପାରୁଥିବ, ସେଟା ସବୁ ପଡିକି ଡାଲମାରେ ହେଇଛି, ଡାଲମା ଏଇଭଳିଆ ହଇ, ଆପଣ ମାନେ କହିବେ ଛୋଟ ଏଣ୍ଡୁ ଅଣ୍ଡା ନୀଳ କାଠି ପଡିକି ଏଇଭଳିଆ ହେଇଛି। ଆଉ ଆମର କାଙ୍କଣ ଦେଖିପାରୁଥିବ, କାଙ୍କଣ ଦେଖଉଛି, ଦେଖନ୍ତୁ ଇଏ ଆମର କାଙ୍କଣ ଅଛି, ହେଲେ କାଙ୍କଣର ଉପର ଯୋଉ ନୀଳା ଅଂଶ ସିଏ ନାହିଁ, ଆମର କଳା କଳା ଅଂଶ। ହଉ ଦେଖିଆ, ଯାହା ହଉ ବରଂ ଖାଇଦବା, ଖାଇସାରିଲା ପରେ ଦେଖା ହବ। ଅନାଦିଟା ଆସି ଇଏ ଆମର କଣ କୁହନି, ଇଏ ଆମର ସିମ ମଞ୍ଜି ପଡିଛି ଡାଲମାରେ ହେଲା, ପଡିଛି ଗୁଜୁରାତି ପଡିଛି, ଆଉ ଆମର କାଠି ମସଲା ଯୋଉ ଆମର ଉଇକେଲ ପଟାସ କାଠ ଯୋଉ ଛେଲା ସେଇଟା ବି ପଡିଛି। ପଡିକି ଆମର ହେଇଛି ପୁରା ତରକାରୀ, ଖାଇବା, ଖାଇସାରି ମୋବାଇଲରେ ବି ଚାର୍ଜ ନାହିଁ, ଚାର୍ଜ ଅଛି, ଡିଉଟି ଫ୍ୟୁଟି ହେଲା, ଏଇଠି ଆମର ଦେଖିବ ତ ସର୍ଫ ଆଉ ଖଇନି ଜରି କାଣ୍ଡି ହେଇଛି, କାହିଁକିନା ଆମେ ଖଇନି ଟିକେ ନ ଖାଇଲେ ଆମର କାମ ହବ ନା, ଆଉ ଖଇନି ଖାଇସାରିଲା ପରେ କାମ ଆରାମସେ ଅଟୋମେଟିକ କାମ ଜୋନ ଉଡିବ। ଆଉ ଏଟା ତ ସମସ୍ତେ ଜାଣିଥିବ, ଇଏ ଆମର ଆଳୁ, ଆଉ ୟା ଧରେ କହିବା ପାଇଁ ପଡିବ ନା, ଆଳୁ ଏବେ ଖାଇଦବା, ଖାଇକି ଖାଇସାରିକି ଡିଉଟି ଯିବା, ଡିଉଟିରେ ଗଲେ ପୁଣି ସେପଟେ ବ୍ରେକର ମରା ତଡା ହବ, ନ ତଡା ହେଲେ କାମ ଆଜି ହବ ନା। ହେଲା, ଇଏ ଚାର୍ଜର ଦେଖିବ, ଚାର୍ଜର 33 ୱାଟ ଚାର୍ଜର ଅଛି। ଆମ ରୁମ ଟା ଏଭଳିଆ ଟିଣ ଦେଖ ଫୁଟା ହେଇଛି, ଏଇଠି ଫୁଟା ଅଛି, ବର୍ଷା ପକେଇଲେ ଯୋଉ ସରି କାକର ପଇଲେ ଆସି ଉପରେ ପଡିବ। ବର୍ଷା ପରେ ଅନାଦି ଆସିଲାଣି ପଳେଇ, ଅନାଦି ଆସିଲେ ଖାଇବୁ, ମାଛ ଆଜି ଆଉ ଗୋଟେ କଥା ଜାଣିଛ, ମାଛ ତାର ବାହାରି ଯାଇଥିଲା, ବାହାରି ଯାଇଛି, ଆଲୋନା ଶୋଇଛି, ଆଲୋନା ପାଖରେ ଆସି ମାଛ ତାର ଶୋଇଛି, ଶେଉଳ ମାଛ ହେଲା, ଆସି ତାକୁ କହିଲା ସେଟାକୁ ରାତିରେ ପୁରେଇ ଖାଇବା ପାଇଁ କହିଲା, ଭାତ ଟିକେ ପକେଇଦେ, ନହେଲେ ସେ ରାତିରେ ଆସି ମୋ ପାଖରେ ଶୋଇ ପଡୁଛି ହେଲା। ମୁଁ ତାର ହାତ ପକେଇଦେଲି, ହାତ ପକେଇଦେଇ ଆଇଲେ, ଅନାଦି ମୁହଁ ପୋଛିକି ହିରୋ ହେଇକି ଆଇଲା, ଆସିଲେ ଟିକେ ମୁହଁ ପୋଛିଦେଲା, ତାପରେ ଖାଇବା, ଖାଇକି ଡିଉଟି ପରେ ଦେଖା ହବ, ତାପରେ ଆମେ ତ ଅଇଁଠା ହାତ ହେଇଗଲୁଣି, ହଉ ଡିଉଟି ପରେ ଦେଖା ହବ। ଏବେ ଯାଉଛ ଖାଇବା ପାଇଁ, ଆମର ଟାଇମ ହେଇଗଲା 1:10, ଆମେ ଏବେ ଯିବୁ ଖାଇବା ପାଇଁ, ଖାଇସାରିଲା ପରେ ଯିବୁ, ଏବେ ଯାଉଛ ଖାଇବା ମାନେ ଅଧ କିଲୋମିଟର ଚାଲି ଚାଲି ଯିବୁ, ଯାଇକି ରୁମ ରେ ପହଞ୍ଚିବୁ ଖାଇବା ପାଇଁ, ଖାଇବୁ, ଯୋଉ ଭଳିଆ ଗରମ ହଉଛି, ପୁଣି ଚାଲି ଚାଲି ଆସିବୁ ଗରମରେ, ଏ ଗରମରେ ଖାଇକି ଶୋଇବୁ କୋଉଠି, ଆମେ ଭାବିଥିଲୁ ଟିଫିନ ଟା ନେଇ ଆସିବୁ, ଅସହନା ଆସିଲେ ଟିଫିନ ନେଇ ଆସିବ, ଟିଫିନ ଆଣିକି ରଖିଦେବୁ, ରଖିଦେଇ ସାରିଲା ପରେ ସବୁବେଳେ ଖାଇବା ନେଇ ଆସିବୁ, ଖାଇବୁ, ବିଲ୍ଡିଂ ରେ ଶୋଇବୁ, କାହିଁକି ଶାନ୍ତି, ଏଠି ସେଭଳିଆ ଶାନ୍ତି ଫାନ୍ତି ହଉନି, କଣ କରିବା, ଆମେ ଟିଫିନ ନେଇସିଆ ଏଥର। ହଉ ଏବେ ରୁମରେ ଦେଖାହବ, ଖରା ଜୋର ହଉଛି, ଖରା ହଉଛି ନା, ଖରା ଜୋର ହଉଛି, ଆମେ ହେଲମେଟ କାଢି ଯାଉଛୁ, ଏବେ ରୁମରେ ଦେଖାହବ। ହ୍ୟାଲୋ ଗାଇଜ, ଏବେ ଆମେ ଖାଇକି ଆସିଗଲୁ, ଖାଇକି ଆସିକି ଆମେ ଏବେ ଖାଇକି ଆସିଲା ପରେ ଆଲୋନା ଆସିକି ଦେଖିଲା, କହିଲା ଆସିଲା ବେଳୁ ଆଲୋନା ଆସିଲା, ଗୋଟେ ବୁଢାଟା ତାର ଆମ ରୁମ ଆଗରେ ଗୋଟେ ରୁମ ଅଛି, ସେ ରୁମରେ ତାର ଗୋଟେ ବୁଢା ମାଛ କାଟୁଛି, ହେଲେ ସେ କ୍ୟାଣ୍ଟିନରେ ଖାଉଛନ୍ତି, ସିଏ ମାଛ କାଟିଲା, ଆମେ ଜାଣିପାରୁନୁ କ୍ୟାଣ୍ଟିନରେ ଖାଉଛି, ମାଛ ପୁଣି କାଟିଲା କେମିତି କଣ, ଯଦି ମାଛ କାଟିଲା, ମାଛ ସେ ଧରିବା ପାଇଁ ବି ଯାଆନ୍ତେ ନା, ଧରିକି ଆଣିଲେ କୋଉଠୁ, ଆମର ଡାଉଟ ହେଲା, ଆମର କାହିଁକିନା ଆମର ରାତିରେ କାଲି ପୁରା ରାତିରେ ଗୁଡା ଶେଉଳ ତ ବାହାରି ଯାଇଛି, 5ଟା ଶେଉଳ ଧରିଥିଲୁ, 2ଟା ଅଛନ୍ତି, 3ଟା ତାର ବାହାରି ଯାଇଛନ୍ତି, ଭାରି ଗୋଟେ ଆଲୋନା କଂସା ଆଲୋନା ପାଖରେ ଗୋଟେ ଶୋଇଛି, 12:30 ରାତି ହେଲାଣି, ଆଲୋନା ଉଠିଲା, ଉଠି ତାକୁ ଆଣିକି ପୁରେଇ ଦେଇଥିଲା, ମାନେ ତାକୁ ଆଣିକି ମାଛ ରଖିଥିଲା, ମାନେ ବାଲ୍ଟି ଭିତରେ ପଡିଥିଲା, ତାକୁ ପୁଣି ତାକୁ ସେ ମାଛ ତାର କଣ ହେଲା, ତାପରେ ବାହାରି ଯାଇଛି, ପୁଣି ତ ବାହାରି ଯାଇଛି, ଆଲୋନା ସକାଳୁ କହିଲା 12ଟା 12:30 ମାଛ ବାହାରି ଥିଲା, ମୁଁ ତାକୁ ପୁରେଇ ଦେଲି ପୁଣି ତାକୁ,
ଆମ ଟା ଗୋଟିଏ ବାହାରିଲା, ଯଦି ଗୋଟିଏ ବାହାରିଲା ସବୁ ଗାଁ ବାହାରିବ। ଆଉ ତାପରେ ଦେଖିଲା ବେଳକୁ ଏବେ ଖାଇକି ଆସି ଦେଖିଲା ଗୋଟେ ବୁଢାଟା ମାଛ ଧରିଥିଲା। ହେଲା ସେ ବୁଢା ଯେତେବେଳେ ମାଛ ଧରିଥିଲା, ଆମେ କହିଲୁ ଆମର ଶେଉଳ ସେ ତ ଧରିବା ପାଇଁ ଜାଣିନି ନା, କ୍ୟାଣ୍ଟିନରେ ଖାଆନ୍ତି ଆମର ଶେଉଳ ଆଉ। ଆମେ ତାପରେ ଏବେ ମୁଁ ତାକୁ ଏଇ ଏବେ ହାତ ପରେ ଦେଖିଲା ବେଳକୁ ତିନିଟା ଶେଉଳ ବାହାରିଲେ। ତିନିଟା ଗୋଟେ ଯୋଉଟା ଆଲନା ପାଖରେ ଯାଇ ଶୋଇଥିଲା ସେ ଶେଉଳଟା ବାହାରିଲା, ଡର ମଲା। ଆଉ ଦିଟା ଗୋଟେ ଛୋଟ ଶେଉଳ ଗୋଟେ ବଡ ଅଛନ୍ତି ଦିଟା, ଆଉ ଦିଟା ବଡ ବଡ ତାଙ୍କୁ ସେ ବାହାରି ପଳେଇଛି ସେଠି, ସେ ବୁଢା ନେଇଯାଇଛି ଆଉ। ନେଇ କାଟୁଛି, ବୁଢା ଯେତେବେଳେ ପଚାରିବା ପାଇଁ ବୁଢା ତାର ପଳେଇଥିଲା, ବୁଢା ନାହିଁ ଆଉ। ନାହିଁ ଯଦି ପଳେଇ ଆଇଲୁ। ଆଉ ଟିକେ ହେଲେ ଆମେ ଏବେ ଖାଇତେ ଡ୍ୟୁଟି ଯିବୁ ପଡେ। ବୁଢା ଯଦି ଆସୁତ ତ ପଚାରିବୁ, ନ ଆସୁତ ରାତିକି ଏତେ ପଚାରିବୁନି, ତୁ ରୋଷେଇ ତ କରୁନୁ, ତୁ ମାଛ ଧରିବା ପାଇଁ ଯାଉନୁ। ମାଛ ଆଣିଲୁ କୋଉଠି ସେ କହିବ ନା ଛାଇଁ। ଆମ ଶେଉଳ ନେଇଥିବ, ଆମକୁ ହয়তো ଆମର 200 ଟଙ୍କା ଲେଖା କେଜି 400 ଟଙ୍କା ଦେଇଦିଏ। ଆମେ ଶୁଣ ଧରିକି ଆଣିବୁ, ତୁ ହେଲେ ପଚାରିଥାନ୍ତୁ କାହା ଶେଉଳ ବାହାରି ଯାଇଛି। ଏଇ କାଟିକି ଖାଇଦବା ତା ଭୁଲ ନୁହଁ। ଆଉ କଣ କରିବା, ନେଇ କାଟି ତ ଖାଇ ଦେଇଛି। ଆଉ ଖାଇସାରିଲେଣି, ଆଉ କଣ କରିବା। ଆମେ ଏବେ ସେ ସାର୍ କହିଥିଲେ ନବା ପାଇଁ ଶେଉଳ ଗୋଟେ, ସେ ଲିଫ୍ଟ ବାଲା ବି କହିଥିଲା, ଲିଫ୍ଟ ତ କୋଉ ନେଇଗଲା। ଆଉ ଦେଶୀ ଅଛନ୍ତି, ଆଉ ତ କାହାକୁ ଦେଇ ହବ ନା। ଆମେ ପ୍ରାୟ ଧରୁଛୁ, ଆଜି ମଙ୍ଗଳବାର, କାଲି ହବ ବୁଧବାର। ଆମେ ତ ସୋମବାର ମଙ୍ଗଳବାର ଖାଇବୁ ନା, ବୁଧବାର ଦିନ ମାନେ ଦିନ ଖାଇବୁ, ଅମାନ ଦିନ ଖାଇବୁ ନା। ଆଉ ବୁଧବାର ଖାଇମୁ, ଗୁରୁବାର ଜାଗର ନା କଣ ହେଲା, ସଂକ୍ରାନ୍ତି, ଶୁକ୍ରବାର ହବ ନା, ଶନିବାର ହବ ନା, ରବିବାର ଜାଗର ଖାଇ ହବ ନା। ରବିବାର ଜାଗର ଖାଇ ହବନି, ସୋମବାର ମଙ୍ଗଳବାର ପୁଣି ଆମେ ଦିନ ଖାଇବୁ ନା, ପୁଣି ବୁଧବାର ସବୁ ଆଜି କାଟି ଦେଇଛନ୍ତି। ଦେଖିଲା ବେଳକୁ ତୁ ଏତେ ଶେଉଳ ମାଛର ଜମା କିଏ ନାହିଁ, ସିଏ ବି ସଂଗାତ ଭାଇ ନେବେ ଖାଇବା ପାଇଁ। ନହେଲେ ସାଇଳ ଜମା ନାହିଁ, କଣ କରିବା ସେଇଟା ଭାବୁଥିଲୁ। ସାର୍ ମନା କରି ହବ ନା, ଯାହା ବି ହେଲେ ସାରଙ୍କୁ ଦେଇଦବା। ସାରଙ୍କୁ ଦେଇସାରିଲା ପରେ ଆଉ ଆମର ଯେତିକି ବଳିବ ସେତିକି ଧୀରେ ଧୀରେ ଖାଇବା ଆଦେଶ କରିବା, କଣ କରିବା। ଏଇ ତ ଜୀବନ ଆଉ। ଆଜି ଆମେ ତ ସାହାଯ୍ୟ କଲେ, ସେ କାଲି ସାର୍ ଆମକୁ ସାହାଯ୍ୟ କରିବେ। ସାର୍ କହିଦେଇଛ, ମନା କରି ହବ ନା, ଦେଇଦବା। ତାପରେ ଦେଖାହବ, ଏବେ ସାଇଡ ଏବେ ଟିକେ ରେଷ୍ଟ କରିଦବା, ସାଇଡ ପରେ ଦେଖାହବା। ସାଇଡ ପରେ କୋଉଠି ଆମର କାମ ହଉଛି, ଅନାଦି କୋଉ ଡ୍ରିଲ୍ ମାରୁଛି, ଆଉ ଆମେ କୋଉ ଲେବର କାମ କରୁଛୁ, ଦେଖାହବ ସାଇଡ ପରେ। ରହୁଛି ଏବେ। ଏବେ କାମ କରୁଛ, କାମ ମାନେ କାମ ଆସିକି ସରାସରି ହେଇଗଲାଣି, ମାନେ 6ଟା ବାଜିଗଲାଣି। ଅନା ଦେଇ ବେକରେ ମାରୁଥିଲା, ତାର ଏବେ ଛୁଟି ହେଇଗଲା, 6ଟା ବାଜିଲାଣି ଛୁଟି ହେଇଗଲା। ହେଲା ଆମେ ଏବେ ଶଇଲା ଏଇଭଳିଆ କିଛି, ଏବେ କାମ ସରିଗଲା। ଦେଖନ୍ତୁ ସେ ମାଛ କଣ୍ଟାଡି ପକେଇ କେତେ ମାଛ ଆଣିଛନ୍ତି, ଆମେ ଏଥିରୁ ମାଛ ଧରି ତ ପାଇଲୁ ନା, ସିଏ କେତେ ମାଛ ନେଇକି ମୁଁ ଜୁମ କରି ଦେଖ ସେ ଧରିକି ଯାଉଛନ୍ତି ହାତରେ। ପଡିଆରେ ଯୋଉ ଆମର ହେଇଛି, ସେଠି ଜଣେ କଣ୍ଟାଡି ବି ପକଉଛି। ତେଲ ଗାଡି ଅଛି, ସେଠି ମଟର ଚାଲିଛି, ତେଲ ଗାଡି ଭିତରେ ମଟର ଭରିଦବ, ଭରି ସାରିଲା ପରେ ଚାଲିବ। ଆଉ ଜଣେ ଧରୁଛି, ଅନାଦେଇ ଛିଡା ହେଇ ମାଛ ଧରା ଦେଖୁଛି। କାହିଁକିନା ଅନାଦି ବହୁତ ସମୟ ନା, 5ଟା ଶେଉଳ ଅନା ଧରିଥିଲା, ତାର 3ଟା କିଏ ନେଇଗଲା, ଆଉ 2ଟା ଅଛି ଅନାଦି ଖାଇବ ତାକୁ। ଆମେ ସବୁ ତ ଶେଉଳ ତ ଧରିଥିଲୁ, ଖାଇପାଇଲୁ ନା। ଆଉ କଣ କରିବା। ମନ ଦୁଃଖ ହେଇଯାଇଛି, ଅନାଦିର ମନ ଦୁଃଖ ହେଇଯାଇଛି। ଶେଉଳ ଧରିଥିଲା, କତ କଷ୍ଟ କରିକି ଖାଇପାଇଲା ନା, କଣ କରିବା। ଆଉ ଯଦି ଖାଇପାଇଲା ନା, ତାହେଲେ ଆଜି ଆଉ 2ଟା ଶେଉଳ ଅଛି, ତାକୁ ମାରି ଖାଇଦବା, ସରିଯିବ। ଆଜି ତ ମଙ୍ଗଳବାର ଖାଇବ ନା, ବୁଧବାର ଖାଇବା ଆଉ। କାମ ସରିଗଲାଣି, ଏବେ ଡ୍ୟୁଟି ଛୁଟି ହବା ଟାଇମ ହେଇଗଲା, ଛୁଟି ହବୁ। ଦେଖନ୍ତୁ ମୁଁ ରଖୁଛି, ଦେଖନ୍ତୁ କେତେ ମାଛ ସେ ଧରିକି ଆଣୁଛନ୍ତି, ଦେଖିଦବ 5-6 କିଲୋ ଖଣ୍ଡେ ମାଛ ନେଇକି ଆଉଛନ୍ତି। ଏଇ ଯୋଉ ଜାଗା ଦେଖୁଛ ନା, ଏଇଠି ମାନେ ଶୁଖା ହଉଛି, ଏଇଟା ନା, ଏଇଟା ଶୁଖା ହଉଛି, ସେ ଧରିକି ଆଣୁଛନ୍ତି। ମାତ୍ର 3 ଘଣ୍ଟାରେ ମାଛ ଧରିକି, 3 କିଲୋ ମାଛ ଧରିକି ଆଣୁଛନ୍ତି, କଣ୍ଟା ଆଡି ପକେଇକି ଧଇଲେ। ଆଣିଲେ ଆସିଲେ ଖାଇବେ, ତାଙ୍କର ବିହାରି ଲୋକ ଖାଇବେ, ଆମେ ଓଡିଆ ହେଇଥିଲେ ବଞ୍ଚି ବାଞ୍ଚି ରଖିଥାନ୍ତେ। ବିହାରି ଲୋକ ଖାଇବେ, ପିଇବେ, ଶୋଇବେ, ପିଇକି ଝଗଡା ମଗଡା ହେବେ, ଆଉ କଣ ଅଛି। ଆଉ ଅନାଦି ଦାଢି ଫାଢି ବଢିଗଲାଣି ସବୁ, ଦାଢି କେତେ ବଡ ହେଲାଣି ଦାଢି। ଦାଢି ନାହିଁ, ଅନାଦି ମନ କିନ୍ତୁ ଫୁଲ ଦୁଃଖ ହେଲାଣି। 3ଟା ଶେଉଳ ପଳେଇଲା, ବଡ ବଡ ପୁଣି ଧରିଥିଲା, କଷ୍ଟରେ ପଳେଇଲା। ଆଉ ଦେଖନ୍ତୁ ଏଇଭଳିଆ ଦେଖଉଛି, ଚୋରେଇ ନେଇଗଲେ ପିଲାମାନେ, ଚୋରେଇ ନେଇଗଲେ ଗଜବ ବେଜିତ୍ ହେଲା। ଦେଖୁ ତ ଏଇଭଳିଆ ଆମର ରଡ ବାଇଡିଂ କାମ ହଉ, ସବୁ ଭାରି ମାନେ ଡେଞ୍ଜରସ୍ କାମ ଏ ସବୁ। ଇଏ ସବୁବେଳେ ଡେଞ୍ଜରସ୍ କାମ। 11 ଫ୍ଲୋର ହେଇଯାଇଛି, ଆଉ ଗୋଟେ ଫ୍ଲୋର ଉଠିଛି। ହଁ ଇଏ ପୁରା ଡେଞ୍ଜରସ୍ କାମ, ସମସ୍ତେ ଆସିବ ଇଏ କାମ କେହି ଭୁଲରେ ଆସିବ ନା। ଆଉ ଇଏ ତଳା ତଳି କାମ ବି ଆସେନା, ଯଦି ପାରୁଛ କୋଉଠି ମେଣ୍ଟେନାନ୍ସ କରିଦବ, କାମ ଶିଖି ମେଣ୍ଟେନାନ୍ସ କରିବ, ସୁପରଭାଇଜର କରିବ, ଭଲ। ଇଏ କାମକୁ ଆସିଲେ ଏଇଭଳିଆ ଅବସ୍ଥା ହବ, ଗୋଡରୁ ତଳ ବାହାରେ। ଦେଖିଛୁ ଜୁତା କୋଉ ଭଳିଆ, ଜୁତା ଏଇଭଳିଆ ଅଛି, ଏଇଭଳିଆ ହେଇ ବେକାର ମେସିନ୍ ଥୁଆ ହେଇଛି, ଏଇଭଳିଆ ଆମ ସାମାନ ଥୁଆ ହେଇଛି, ଏଇ ଡ୍ରିଲ୍ ମେସିନ୍ ଥୁଆ ହେଇଛି, ଏଇଭଳିଆ କିଛି ଥୁଆ ହେଇଛି। ଏଇଟା ବିଲ୍ଡିଂ ସବୁ ଅଛି, ଏଇଭଳିଆ ଆମ ତଳ ଭ୍ୟୁ ବି ଏଇଭଳିଆ ଦେଖିପାରୁଛ ସବୁ। କେହି ନାହାନ୍ତି, ଆମେ କାମ କରୁଛୁ ସବୁ।
ଏଇଭଳିଆ ସବୁ ଆମର ଅଛି view ସବୁ ଆଉ। ଆଜି ଦେଖନ୍ତୁ ଆମର ଏବେ ଅନାଦି ସେଠି ଆଳୁ ଧୋଉଛି ଆଉ ମାହାନ୍ତି ତାଙ୍କର ସେଠି ଭାତ ବସେଇଲେ ଆଉ ଡାଲି ବସେଇଲେ ଏଇ ଆଳୁ ଚୋଖା ଦେଖନ୍ତୁ। ଆମର ଏଇ ଆଲୋକ ନାଇଁ ଉଠିଲେ ଉଠି ଯିବେ ହଉ ହଉ ଯା ହେଲା। ଆମର ମାହାନ୍ତି ଦେଖନ୍ତୁ ଆମର ଏତିକି ମାଛ ଆଜି ଆଇଛି ହେଲା ଦେଖିପାରୁଛ ଏତିକି ନା ନା ସେ ଭଲ ଥାନ୍ତା ହେଲା। ଏତିକି ହବ ଦେଖିବ ଆମର ବେଳେ ରୋଷେଇ ହଉଛି ମୁଁ ଏଇଖିଣା ଅଦା ରସୁଣ ଛଡେଇମି ତାପରେ ହେଇ ମନରେ କହୁଛି କାଇଁ ହାତ ମାରୁଛ ଡାଲି ହାଲା ଗାଈ ଦେଖନ୍ତୁ ଆମର ଆଜି ମଙ୍ଗଳବାର ନିରାମିଷ ପାଟିବିନି ଆମେ ଟିକେ ଏଇଖିଣା ଦେଖିପାରୁଥିବ ଆଳୁ ଖଟା ଏବେ ଚକଡା ହଉଛି ଏବେ ସୁଙ୍କ ମୁଗ ମରା ହେଇକି ଏପଟେ ପିଆଜ ଟମାଟୋ ଫଣା କଟା ହେଇ ରେଡି ଅଛି। ସାଡେ ଆମର ମାଛ ଟିକେ ଭଜା ହବ ମାଛ ଭଜା ହେଲେ ମଙ୍ଗଳବାର ଖାଇବେ ବୁଧବାର ଖାଇବୁ ହେଲା। ଖାଇସାରିଲା ପରେ ଆମେ ପିଆଜ କାଟିଦେଲି ପୁରା ଆଳୁ ଚୋଖା ପୁରା ରେଡି। ଆଉ ଥରେ ପିଆଜ ପକେଇବ ନା ଗୋଟେ ଦଉନା କଞ୍ଚା ପିଆଜ ହେଲା। ଆଉ କିଛି ପଡିବ ନା ଆମର ହେଇଗଲା ଏବେ ଦଳାଦଳି କାମ ପାଇଗଲା ଆଉ ଖାଇବୁ ଏବେ ଆଉ ଗୋଟେ ନା ଏବେ ନୁହଁ ମାଛ ଆମର ତ 1.5 କିଲୋ ମାଛ ଅଛି ଭଜା ସଇଲେ 2 କିଲୋ ମାଛ ଅଛି ଭଜା ସଇଲେ ଖିଆ ହବ। ସେପଟେ ଆମର ଟମାଟୋ ଫମାଟୋ ପିଆଜ ଗୋଟେ ରେଡି ଆମେ ଏପଟେ ଇଏ କରୁ। ଏବେ ଦେଖନ୍ତୁ ଆମର ଭର୍ତ୍ତା କୋଉ ଭଳିଆ ହେଇଛି ଦେଖନ୍ତୁ ଏଇଭଳିଆ ଭର୍ତ୍ତା ହେଇଛି ଦେଖିପାରୁଥିବେ ଆପଣ ମାନେ ଆପଣ ମାନେ ତ କେବେ ଖାଇ ନଥିବେ ଦେଖନ୍ତୁ ଆଳୁ ଭର୍ତ୍ତା ହେଇଗଲା ଓଡିଶା ଭର୍ତ୍ତା ଖାଇଥିବେ ହେଲେ ବିଜୋଡା ଭର୍ତ୍ତା ଖାଇ ନଥିବେ ନା ସେଥିପାଇଁ କହୁଛି ଡାଲି ପାଇଁ ରେଡି ହେଇଗଲା ଖାଲି ଖାଇବା ପାଇଁ ଲୋକ ଅଭାବ ହେବେ। ଏବେ ଯିବୁ ହେଲା ଦୋକାନକୁ ଇରାନ ଗିଆମ ଦେଇଥିଲା ନା 50 ଟଙ୍କା ଶହେ ଦେଇଥିଲା ଆମର ଟିକେ 50 ଟଙ୍କା ପଠେଇଛି ଅନାଦରେ ମରିଯିବୁ ଦିଟା ଷ୍ଟିଙ୍ଗ ମାରିଦେଇ ଆସିମୁ। ଆସିଲା ପରେ ଟିକେ ବଡି ହେଇଯିବ ତାପରେ ଖାଇବା ଭାତ ବାଡେଇବା ଆଉ। ହଉ ଆମେ ଯାଉଛୁ ଏଇନା ମାର୍କେଟ ଯିବୁ ଏଇଠି ବ୍ଲଗ ଏଣ୍ଡ କରୁଛି ବାଏ ଗୁଡ ନାଇଟ୍ ସବୁ ଶୋଇପଡ କାଲି ସକାଳେ ନୂଆ ଭିଡିଓରେ ଦେଖାହବ।